गोटे सुंदर जंगल थिला। से जंगल रे हरिण माँ सबे और ता पुओ बबलू रोउथिले। से दुई दुई को बहुत भल पाउथिले। हरियाल घास खाई खुशी रे बंचुथिले। माँ हरिण सबे ता पुओ बबलू को बहुत भल पाए। ता ପାଇଁ हरा हरा घास ଆଉ ତା ପାଇଁ ରହିବା ପାଇଁ ଭଲ ଘର ସବୁବେଳେ ସେ ଭାବେ। ତା ପୁଅକୁ ତା ଜୀବନଠୁ ଅଧିକା ସେ ଭଲ ପାଏ ଆଉ ସବୁବେଳେ ତାରି ପାଖରେ ତାକୁ ରଖିଥାଏ। ଗୋଟିଏ ଦିନ ସବିର ଦେହ ବହୁତ ଖରାପ ହେଇଗଲା। ସେ ହରିଣ ଛୁଆକୁ କହିଲା, ପୁଅ ବବଲୁ, ମୋ ଦେହ ବହୁତ ଖରାପ ହେଇଛି। ମୁଁ ଜମାରୁ ବି ଉଠି ପାରୁନି। ପଡ଼ିଆକୁ ଘାସ ମଧ୍ୟ ଖାଇବାକୁ ଯାଇପାରିବିନି। ସଙ୍ଗେ ସଙ୍ଗେ ବବଲୁ କହିଲା, ମାଆ ତୁମେ ଜମା ବ୍ୟସ୍ତ ହୁଅ ନା। ତୁମ ପୁଅ ବବଲୁ ଯେ ପର୍ଯ୍ୟନ୍ତ ଅଛି ତୁମକୁ ଚିନ୍ତା କରିବାର ନାହିଁ। ତୁମେ ହରା ଭରା ଘାସ, ଧାନ, ଗହମ ଖାଇ ଶୀଘ୍ର ଭଲ ହେଇଯିବ। ତୁମେ ଚିନ୍ତା କର ନା। ତୁମ ପାଇଁ ଜଙ୍ଗଲରୁ ମୁଁ ଭଲ ଭଲ ଘାସ ନେଇକି ଆସିବି ମା। ତୁମେ ତାକୁ ଖାଇ ଅତି ଶୀଘ୍ର ଭଲ ହେଇଯିବ। ସବି କହେ, ପୁଅ ଜଙ୍ଗଲରେ ବାଘ, ଭାଲୁ ବହୁତ ଭୟାନକ ଜୀବ ଅଛନ୍ତି। ତତେ ଦେଖିଲେ ସେମାନେ ମାରିକି ଖାଇଦେବେ। ତୁ ଏକୁଟିଆ ସେଠାକୁ ଯା ନା। ମୋତେ ବହୁତ ଜୋରେ ଡର ମାଡ଼ୁଛି। ତୁ ମୋ ସହିତ ରହୁ, ସେଥିପାଇଁ ମୋତେ ଜମା ଚିନ୍ତା ହୁଏନି। କିନ୍ତୁ ତୁ ଏକୁଟିଆ କେମିତି ଯିବୁ? ବବଲୁ କହେ, ମା ହେଲେ ତୁମ ଦେହ ଖରାପ। ଯଦି ତୁମେ ଜଙ୍ଗଲକୁ ଘାସ ଚରିବାକୁ ନ ଯିବ ଓ ମୋତେ ସଙ୍ଗାରେ ନ ନେବ, ତେବେ ଏମିତିରେ ବି ମୁଁ ମରିଯିବି। ତୁମେ ଚିନ୍ତା କରନି ମା, ମୋର କିଛି ହେବନି। ପାଖ ଆଖରୁ ଘାସ ଦେଖି ମୁଁ ଶୀଘ୍ର ନେଇ ପଳେଇ ଆସିବି। ତୁମେ ଅତି ଶୀଘ୍ର ଖାଇ ଭଲ ହେବ। ଆମେ ଦୁହେଁ ମିଶି ପଡ଼ିଆକୁ ଘାସ ଖାଇବାକୁ ଯିବା। ସବି, ଠିକ୍ ଅଛି ପୁଅ, ଯେମିତି ହେଲେ ଆମେ ଘାସ ଖାଇ ବଞ୍ଚିବାକୁ ପଡ଼ିବ। ମୁଁ ତ ଜମା ଯାଇପାରୁନାହିଁ। ତୁ ଯା, ଦେଖିକି ଯିବୁ, ସାବଧାନରେ। ଏମିତି କହିଲା ଓ ବବଲୁ ମଧ୍ୟ ମା ଠାରୁ ବିଦାୟ ନେଇଗଲା। ବବଲୁ ରାସ୍ତାରେ ଯାଇ ଯାଇ ଭାବୁଥାଏ, ମାଆଙ୍କୁ ତ ବଡ଼ ବଡ଼ କଥା କହି ସେଠାରୁ ଚାଲି ଆସିଲି, ହେଲେ କେଉଁଠି ଭଲ ଘାସ ପାଉନାହିଁ। ମା ଦେଖେଇଥିବା ଜାଗା ମଧ୍ୟ ମୋତେ ମିଳୁନାହିଁ। ଯେମିତି ହେଲେ ମୋତେ ଘାସ ନେଇ ମାଆକୁ ଦେବାକୁ ପଡ଼ିବ, ନହେଲେ ମାଆଙ୍କ ଦେହ ଆହୁରି ଖରାପ ହେଇଯିବ। ନା ନା, ଏମିତି ହେବନି। ସେ ଏମିତି ଭାବି ଭାବି କେତେବେଳେ ଚତୁର ବିଲୁଆ ଜାଗାକୁ ପହଞ୍ଚିଗଲା। ସେ ନିଜେ ମଧ୍ୟ ଜାଣିଲା ନାହିଁ। ବିଲୁଆ ତାକୁ ଦେଖି, ହୋ ହୋ, ଆଜି ଭଲ ଗୋଟିଏ ହରିଣ ମିଳିଗଲା। କେତେ ଦିନ ହେଲା ହରିଣ ମାଂସ ଖାଇନି। ୱାହ ୱାହ କହି ପାଟିକୁ ଚାକୁଳେଇବାକୁ ଲାଗିଲା। ବବଲୁ ହରିଣକୁ ଡରେଇବାକୁ ଲାଗିଲା। ହୋଇ ସେଇଠି ରହ, ଆଜି ମୁଁ ତତେ ବାରିକି ଭଲସେ ରାନ୍ଧିକି ଖାଇବି। ଏକଥା ଶୁଣି ହରିଣ ବବୁଲୁ ବହୁ ଜୋରେ ଡରିଗଲା। ଆଉ ସେ କିଛି ନ ଭାବି ସେଠାରୁ ଦୌଡ଼ିକି ପଳେଇଲା। ବଞ୍ଚାଅ ବଞ୍ଚାଅ, କିଏ ଅଛ, ମୋତେ ବଞ୍ଚାଅ, ଏମିତି କହି ଜୋରସେ ଦୌଡ଼ିବାକୁ ଲାଗିଲା। ତା ପଛରେ ଚାଲାକ ବିଲୁଆ ମଧ୍ୟ ଧାଇଁ ଧାଇଁ ଦୌଡ଼ୁଥାଏ। ରହିଯା, ସେଇଠି ରହିଯା, ଆଜି ମୁଁ ତତେ ମାରିକି ଖାଇବି। ତୁ କୁଆଡ଼େ ଯାଉଛୁ? ଏମିତି କହି ତା ପଛରେ ଧାଇଁଲା। ହରିଣ ବବୁଲୁ ମଧ୍ୟ ଜୋରସେ ଦୌଡ଼ିବାକୁ ଲାଗି। ଧେତେରିକି, ଆଜି ହରିଣ ଛୁଆଟା ଖସିକି ମୋ ହାତରୁ ଚାଲିଯିବ ଆଉ। ଆରେ 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 ଆରେ, ର ର ର ର ର ର ର ର ଏମିତି କହି ଧାଉଁଥାଏ। ମା ଠିକ୍ କହୁଥିଲା, ଏଇ ଜଙ୍ଗଲରେ ବହୁତ ଭୟାନକ ଜୀବ ଅଛନ୍ତି। ଏବେ ମୁଁ କ'ଣ କରିବି, କୁଆଡ଼େ ଯିବି? ଏମିତି ଦୌଡ଼ି ଦୌଡ଼ି ବବୁଲୁ କହୁଥାଏ। ବବୁଲୁ ଦୌଡ଼ି ଦୌଡ଼ି ବାଘର ଗୁମ୍ଫାରେ ପହଞ୍ଚିଗଲା। ବଞ୍ଚାଅ ବଞ୍ଚାଅ କହି ସାମ୍ନାରେ ଗୋଟିଏ ବାଘ ଦେଖି ସେ ବହୁତ ଥକି ଯାଇଥିଲା। କିଛି ନ ଭାବି ତାରି ପାଖରେ ବସି ଶୋଇପଡ଼ିଲା। ବାଘ ରଡ଼ି କରି କହିଲା, ତୁ କିଏ? ଏଠି କାହିଁକି ଆସିଛୁ? ଏ ଜଙ୍ଗଲଟା ମୋର। ଏମିତି କହି ଧୀରେ ଧୀରେ ଆବାଜରେ କମିଗଲା। ଆଉ ସେ ହରିଣ ଛୁଆକୁ ଦେଖିଲା, ବହୁତ ଶାନ୍ତ ଓ ନୀରବ। ବାଘର ମଧ୍ୟ କେହି ଛୁଆ ପିଲା ନଥିଲେ। ସେଥିପାଇଁ ବାଘୁଣୀ ବହୁତ ମନ ଦୁଃଖ କଲା ଆଉ ତାକୁ ଯାଇ ଧୀରେ ଧୀରେ କରି ଶୁଆରିଲା। ତୁ ଡରନା ଜମା, ମୁଁ ତୋର କିଛି ହେବାକୁ ଦେବିନି। ମୁଁ ତତେ ମଧ୍ୟ ଖାଇବି ନାହିଁ। ବାଘୁଣୀ ଧୀରେ ସୁରରେ ପଚାରିଲା, ତୁ ତ ଗୋଟିଏ ହରିଣ ଛୁଆ, ତୁ ଏଠାକୁ କେମିତି ଆସିଲୁ? ବବଲୁ, ମୋ ମାଆର ଦେହ ବହୁତ ଖରାପ। ସେ ଘାସ ଚରିବାକୁ ପଡ଼ିଆକୁ ଆସିପାରିବ ନାହିଁ। ମା ମୋତେ ବହୁତ ମନା କଲେ ପଡ଼ିଆକୁ ଆସିବାକୁ, ହେଲେ ମୁଁ ଆସିଲି। ଯଦି ମୁଁ ନ ଆସିଥାନ୍ତି
ତେବେ ମା ଘାସ ନ ଖାଇ ମରିଯାଇଥାନ୍ତେ, ମୋ ଠାରୁ ବହୁତ ଦୂରକୁ ଚାଲି ଯାଇଥାନ୍ତେ। ସେଥିପାଇଁ ମୁଁ ଏଠାକୁ ଆସିଲି। ଏସବୁ ଶୁଣି ବାଘର ମନ ତରଳିଗଲା। ଆଉ ସେ ତାର ମାର ମମତାକୁ ଦେଖି ତାରି ପାଖକୁ ପଳେଇ ଆସିଲା। ଆଉ ତାକୁ ଗେଲ କରିବାକୁ ଲାଗିଲା। ତୁ ଚିନ୍ତା କରନା, ତୋ ଦେହ ଏବେ ବହୁତ ଖରାପ ହେଇଛି, ତୋ ଗୋଡ଼ ହାତ ମଧ୍ୟ ଭାଙ୍ଗି ଯାଇଛି, ମୁଁ ତୋର ଦାୟିତ୍ୱ ନେବି। ହେଲେ ତୁ ଧାଉଁଥିଲୁ କ'ଣ ପାଇଁ? ଗୋଟିଏ ବିଲୁଆ ମୋତେ ତଉଳୁଥିଲା ମୋତେ ମାରିକି ଖାଇବାକୁ। ସେଥିପାଇଁ ମୁଁ ଧାଇଁ ଧାଇଁ ବାଟ ନ ପାଇ ତୁମରି ଗୁମ୍ଫାକୁ ଚାଲି ଆସିଲି। ଠିକ୍ ଅଛି, ତୁ ଚିନ୍ତା କରନା, ଏବେ ମୁଁ ତୋରି ପାଖରେ ଅଛି। ବାଘୁଣୀ ବବୁଲୁକୁ ଛାଡ଼ି କେବେ ବି କୁଆଡ଼େ ଦୂର ବାଟ ଯାଏ ନାହିଁ। ତାରି ପାଖରେ ରୁହେ, ତା ପାଇଁ ଭଲ ଭଲ ଘାସ ଆଣିଦିଏ, ଆଉ ସବୁବେଳେ ତାକୁ ଚାହିଁକି ବସେ। ବବୁଲୁ ସବୁବେଳେ ତାରି ମାଆକୁ ଖୋଜେ। ବାଘ କୁହେ, ତୁ ଚିନ୍ତା କରନା, ତୁ ଯେବେ ଭଲ ହେଇଯିବୁ ମୁଁ ତେବେ ତୋ ମା ପାଖରେ ତତେ ଛାଡ଼ି ଚାଲି ଆସିବି। ତୁ ଜମା ବି ଭୟ କରନା। ଏମିତି କହି ତା ପାଖରେ ବସି ରହେ। ଇଏ ଯଦି ମୋରି ସତରେ ରୁହନ୍ତା ତେବେ କେତେ ଭଲ ହୁଅନ୍ତା। ଏ ଭାଗ୍ୟ ମୋର କାହିଁ? ଧେତ୍ ତେରିକି, ତା ମା ମରୁ। ସେ ହରିଣ ଛୁଆଟା ଆସିଥିଲା, ମୋ ହାତରୁ ଖସିଗଲା। ଠିକ୍, ମୋତେ ଯେମିତି ହେଲେ ବାଘ ଗୁମ୍ଫାରୁ ସେ ହରିଣ ଛୁଆକୁ ଆଣିବାକୁ ପଡ଼ିବ, ଆଉ ତାକୁ ଖାଇବାକୁ ପଡ଼ିବ। କାରଣ ଚାଲାକ ବିଲୁଆ ବାଘର ଗୁମ୍ଫାରେ ସବୁ କଥା ଶୁଣୁଥିଲା। ସେଥିପାଇଁ ସେ ଛୁଆକୁ ଛାଡ଼ି ସେଠାରୁ ଚାଲି ଆସିଥିଲା। ହରିଣ ମାଂସ ଖାଇବାକୁ ସେ ମନେ ମନେ ବହୁତ ଯୋଜନା କଲା। କ'ଣ କରିବି, କ'ଣ କଲେ ମୁଁ ସେ ହରିଣ ଛୁଆକୁ ସେଇଠୁ ଆଣିବି? କେତେ ଦିନ ପରେ ହରିଣ ହାଡ଼ ଖଣ୍ଡେ ପାଟିରେ ବାଜିଥାନ୍ତା, ତା ବି ମଧ୍ୟ ହେଇପାରିଲାନି। ମୁଁ ଚାଲାକ ହେଇ ଲାଭ କ'ଣ? ସେ ସାଧାରଣ ହରିଣ ଛୁଆଟାକୁ ଧରି ପାରିଲିନି, ହେଲେ ମୁଁ ନିଶ୍ଚୟ ଖାଇକି ରହିବି ତାକୁ। ହେଲେ ବାଘ କବଳରୁ ଆଣିବା ତ ବହୁତ ମୁସ୍କିଲ। ଏ ବାଘୁଣୀ ମୋତେ ଚିରିକି ଖାଇଦବ। ସେ ତ ତାକୁ ତା ନିଜ ଛୁଆ ଭଳି ପାଳୁଛି। କ'ଣ କଲେ ମୁଁ ଆଣିବି? ହଁ, ମନେ ପଡ଼ିଲା, ଗୋଟେ ଉପାୟ ମୋ ମାଇଣ୍ଡକୁ ଆସିଲା। ସେ ଜଙ୍ଗଲର ପଛପଟେ ସେ ଚିତା ବାଘ ପାଖକୁ ଯିବି, ଆଉ ସବୁ କଥା କହିବି। ତାକୁ ଉସ୍କେଇ ବାଘୁଣୀ କବଳରୁ ସେ ମିରିଗ ଛୁଆକୁ ଆଣିବି, ଆଉ ତାପରେ ମୁଁ ହରିଣ ମାଂସ ଟିକେ ଖାଇବି ଆଉ। ତାପରେ ସେ ଚିତା ବାଘ ପାଖକୁ ଗଲା, ଆଉ କହିବାକୁ ଲାଗିଲା, ଚିତା ଭାଇ, ତୁମ ପାଖକୁ ଗୋଟିଏ ଭଲ ଖବର ନେଇକି ଆସିଛି। ତୁମେ ଶୁଣିଲେ ବହୁତ ଖୁସି ହେଇଯିବ। ଚିତା ମଧ୍ୟ କହିଲା, ଆଚ୍ଛା, କ'ଣ କହୁଛୁ କହ। ସଙ୍ଗେ ସଙ୍ଗେ ଚାଲାକ ବିଲୁଆ, ତୁମେ ଜାଣିଛ ବାଘୁଣୀ ପାଖରେ ଗୋଟିଏ ଛନଛନିଆ ହରିଣ ଛୁଆ ଅଛି। ତାକୁ ଖାଇବା କେତେ ମଜା। ହେଲେ ମୋ ହାତରୁ ସିଏ ଖସିଗଲା ପରା। କ'ଣ କହୁଛୁ? ସତ କହୁଛୁ? ସେ ବାଘୁଣୀ ପାଖରେ ହରିଣ ଛୁଆ? ହଁ ପରା, ମୁଁ କ'ଣ ମିଛ କହୁଛି? ତାକୁ ସେଦିନ ଧାଇଁଥିଲି ଧରିବାକୁ, କିନ୍ତୁ ସେ ଖସି ବାଘୁଣୀ କବଳରେ ପଡ଼ିଗଲା। ହେଲେ ତାକୁ ବାଘୁଣୀ କାହିଁକି ଖାଉନି? କାହିଁକି ତାକୁ ମାରିକି ଆମକୁ ଭାଗ କରି ଦଉନି? ଆମେ ବି ତ ତାର ସାଙ୍ଗ। ଆଚ୍ଛା, ଯଦି ଏମିତି କଥା ତାହେଲେ ଚାଲ ଯିବା ତା ପାଖକୁ। ହେଲେ ଚିତା ଭାଇ, ଗୋଟିଏ କଥା, ସେ ବାଘୁଣୀ ସେ ହରିଣ ଛୁଆକୁ ତା ନିଜ ଛୁଆଠୁ ବି ଅଧିକା ଭଲ ପାଉଛି। ମୁଁ ନିଜ କାନରେ ତା ଗୁମ୍ଫା ପାଖରୁ ଶୁଣିକି ଆସିଛି। କ'ଣ କହୁଛୁ ତୁ? ହଁ ପରା, ସେଥିପାଇଁ ସେ ତା ପିଛା ଛାଡ଼ୁନି, ତା ପାଖ ଆଖରୁ କେବେ ବି ଯାଉନି। ତୁ କ'ଣ କହୁଛୁ? ଏ କଥା ସତ? ଯାହା ବି ହଉ, ମୁଁ ତାଠୁ ସେ ହରିଣ ଛୁଆକୁ ନେଇକି ଆସିବି, ଆଉ ତତେ ତାର ହାଡ଼ ଖାଇବାକୁ ଦେବି। ତୁ ଚିନ୍ତା କରନା, ଏବେ ମୁଁ ଯାଉଛି। ଚାଲାକ ବିଲୁଆ ମନେ ମନେ ଖୁସି ହେଲା। ମୋର କ'ଣ ଯାଉଛି, ମୁଁ ତ ଟିକେ ହାଡ଼ ଖାଇଲେ ଗଲା, ଏମାନେ ମାଡ଼ ହେଇ ମରନ୍ତୁ। ମୁଁ ତ ସମସ୍ତଙ୍କ ସହିତ ମାଡ଼ ଲଗେଇ ଏମିତି ବସିଥିବି, ଆଉ ନିଜେ ସମସ୍ତଙ୍କର ପ୍ରିୟ ମଧ୍ୟ ହେଇଥିବି, ଆଉ କିଛି କାଠି ଧରା ନ ପଡ଼ି ସମସ୍ତଙ୍କ ସାଥିରେ ଥିବି। ଚିତା ଭାଇ, ଶୀଘ୍ର ଯାଉନ। ସେ ହରିଣ ଛୁଆଟା ନହେଲେ କୁଆଡ଼େ ପଳେଇବ ଯେ। ନହେଲେ ଆମର ସବୁ ପରିଶ୍ରମ ପାଣିରେ ଯିବ ଯେ। ଚିତା ଭାଇ, ତୁମେ ଯାଅ ନା, ଶୀଘ୍ର ଯାଅ। ଠିକ୍ ଅଛି, ମୁଁ ଯାଉଛି। ତାକୁ ଭଲରେ କହିବି। ସେ ଭଲରେ ନ ମାନିଲେ ତାକୁ ମାରିକି ସେ ହରିଣ ଛୁଆକୁ ନେଇ ଆସିବି। ଆରାମସରେ ଆଜି ଆମର ଭୋଜି ହେଇଯିବ। ଆଉ ତୁ ମୋତେ ଖବର ଦେଇଛୁ, ସେଥିପାଇଁ ତତେ କିଛି ମାଂସ ଆଉ ହାଡ଼ ଖାଇବାକୁ ଦେବି। ତୁ ଏମିତି ଭଲ ଭଲ ଖବର ମୋ ପାଖକୁ ନେଇକି ଆସିବୁ। ବାଘୁଣୀ, ଏ ହରିଣ ଛୁଆଟା ଭଲ ଛନଛନିଆ ହେଇଛି, ଏମିତି କହିଲା। ଆଉ ବାଘ ମଧ୍ୟ ତାକୁ, ଚିଲ୍ଲାନା, ଆମେ ହଉଛି ବାଘ। ଏ ହରିଣ ଛୁଆଟାକୁ ନ ରଖାଇ ତୁ କ'ଣ କରୁଛୁ? ହରିଣ ମଧ୍ୟ ତାକୁ ଦେଖି ଖାଲି ବସୁଥାଏ, ଉଠୁଥାଏ, ଆଉ ଗୋଡ଼କୁ ବହୁତ ଜୋରରେ ଚଲାଉଥାଏ। ବାଘ କହିଲା,
ତୁ ଡରନା, ମୁଁ ତୋ ସହିତ ଅଛି ଏମିତି କହୁଥାଏ। ଏଇ ତୁ କ'ଣ କହୁଛୁ? ସେ ମୋ ପୁଅ, ତା ଦେହରେ ହାତ ଦେବାକୁ ବି ଭାବିବୁନୁ। ତାକୁ ଖାଇବା ତ ବହୁତ ଦୂରର କଥା। ଆଚ୍ଛା, ତୁ ବୁଝୁନୁ, ଆମେ ହେଲେ ବାଘ। ୟାକୁ ଯଦି ନ ଖାଇବା ତାହେଲେ ଆମେ ଖାଇବା କ'ଣ? ସମସ୍ତଙ୍କୁ ଯଦି ଆମେ ଏମିତି ଛାଡ଼ିଦେବା ତାହେଲେ ଆମେ ଭୋକରେ ରହିବା। ସେ ଯାହା ବି ହଉ, ମୁଁ ତତେ ତାକୁ ଖାଇବାକୁ ଦେବିନି। ଏମିତି ବାଘୁଣୀ କହିଲା। ଯା ଏଠାରୁ ଚାଲିଯା। ଆଚ୍ଛା, ଏମିତି କଥା। ତତେ ମୁଁ ଭଲରେ କହିଲି, ତୁ ମାନିଲୁନି। ମୁଁ ଭଲରେ କହିଲେ ବେଲପତ୍ର, ରାଗିଗଲେ ଛିନଛତର ଏମିତି କହିଲା। ଏମିତି ଦୁହେଁ କହି ଦୁହେଁ ଦୁହିଁକି ମାରିବାକୁ ଲାଗିଲେ। ଆଜି ମୁଁ ତତେ ଛାଡ଼ିବିନି, ଆଜି ମୁଁ ବି ତତେ ଛାଡ଼ିବିନି ଏମିତି କହି ଲାଗିଲେ। କୁହାଯାଇଛି ପରା, ମା'ର ଶକ୍ତି ଠାରୁ କୌଣସି ଜିନିଷ ବଡ଼ ହେଇପାରେନି। ଚିତା ମଧ୍ୟ ହାରିକି ବାଘୁଣୀ ଠାରୁ ପଳେଇବାକୁ ଲାଗିଲା। ତାପରେ ବାଘୁଣୀ ହରିଣ ଛୁଆକୁ କହିଲା, ତୁ ତ ଏବେ ଭଲ ହେଇସାରିଲୁଣି। ଏବେ ମୁଁ ତତେ ତୋ ମା ପାଖକୁ ନେଇଦେବି। ଯଦି ତୁ ଏଠି ରହିବୁ ତାହେଲେ ଚାଲାକ ବିଲୁଆ ଚିତା ତତେ ଖାଇବାକୁ ଚେଷ୍ଟା କରିବେ। ତୁ ଏଠି ରହିଲେ ତୋ ପ୍ରତି ବହୁତ ବଡ଼ ବିପଦ ରହିବ। ତୁ କ'ଣ ରାସ୍ତା ମନେ ରଖିଛୁ? ତୋ ମା ପାଖକୁ ମୁଁ ନେଇଦେବି। ନା, ମନେ ତ ନାହିଁ, କିନ୍ତୁ ଚେଷ୍ଟା କରିବି। ତୁମେ ମୋ ସହିତ ଗଲେ ମୋତେ ଡର ମଧ୍ୟ ଲାଗିବନି, ଆଉ ଖୋଜିକି ମୁଁ ପାଇଯିବି। ଆରେ ବୋକା, ମୁଁ ତତେ କ'ଣ ଏକୁଟିଆ ଛାଡ଼ିବି? ମୁଁ ତୋରି ସହିତ ଯିବି। ଯେ ପର୍ଯ୍ୟନ୍ତ ତୋ ମା ସହିତ ତୋର ଦେଖା ନ କରିଛି ସେ ପର୍ଯ୍ୟନ୍ତ ମୁଁ ତତେ ଛାଡ଼ି କୁଆଡ଼େ ବି ଯିବିନି। ତୁ ଜମା ବି ଚିନ୍ତା କରନି, ମୁଁ ତୋ ମା ପାଖରେ ତତେ ପହଞ୍ଚେଇକି ହିଁ ଆସିବି। ଏପଟେ ହରିଣ ମଧ୍ୟ ବହୁତ ଚିନ୍ତାରେ ଥିଲା। ହଠାତ୍ ଦେଖିଲା ସେପଟୁ ତା ପୁଅ ବବଲୁ ଆସୁଛି। ଆଉ ସେ ଖୁସି ହେଇଗଲା। ତୁ କୁଆଡ଼େ ଯାଇଥିଲୁ ମୋତେ ଛାଡ଼ି? ଦୁହିଁକି ବହୁତ ଗେଲ କଲେ। ଓ ବବଲୁ ମଧ୍ୟ ଡେଇଁବାକୁ ଲାଗିଲା। ମୁଁ ଆସିଗଲି ମା, ମୁଁ ଆସିଗଲି। ମୁଁ ଆଉ କେବେ ଛାଡ଼ି ତୁମକୁ କୁଆଡ଼େ ବି ଯିବିନି। ସବି ମଧ୍ୟ କହିଲା, ଯେତେ ଯାହା ଆସୁ, ମୋ ଦେହ ଯେତେ ଖରାପ ହଉ, ମୁଁ ତତେ ଏକୁଟିଆ କୁଆଡ଼େ ଛାଡ଼ିବିନି। ଏକୁଟିଆ ଛାଡ଼ିଲି ସେଥିପାଇଁ ତୁ ମୋଠୁ ବହୁତ ଦୂରକୁ ଚାଲି ଯାଇଥିଲୁ। ସେଇ ସମୟରେ ବାଘ ଆସିଲା। ବାଘକୁ ଦେଖି ହରିଣ, ଯା ଏଠାରୁ ପଳେଇ ଯା, ଏଠାରୁ ପଳେଇ ଯା। ବବଲୁ, ତୁ ଏଠାରୁ ପଳେଇ ଯା, ସେ ବାଘ ଆମକୁ ମାରି ଖାଇଦେବ। ବବଲୁ, ତୁ ଏଠୁ ପଳେଇ ଯା। ବବଲୁ କହିଲା, ନା ମା, ଇଏ ହିଁ ତ ମୋ ଜୀବନ ବଞ୍ଚେଇଛନ୍ତି। ଏତେ ଦିନ ହେଲା ମୋତେ ଖୁଏଇ ପିଏଇ ମୋର ଦାୟିତ୍ୱ ନେଇଛନ୍ତି। ତୁ ତାଙ୍କୁ ସେମିତି କହନା। ସିଏ ଜମା ବି ଆମ ପାଇଁ ବିପଦ ଆଣିବେନି। ସିଏ ମୋ ମା ପରି। ଏକଥା ଶୁଣି ବାଘୁଣୀ ଆଖିରେ ଲୁହ ଆସିଗଲା। ବାଘୁଣୀ ବବୁଲୁର ପ୍ରେମ ଦେଖି ନିଜକୁ ନିଜ ଭାବପ୍ରବଣ ହେଇଗଲା। ଆଉ କହିଲା, ତୁ ଚିନ୍ତା କରନା, ମୁଁ ତତେ ଛାଡ଼ିକି ଯିବିନି। ତୋ ଆଖପାଖରେ ସବୁବେଳେ ଥିବି। ମୁଁ ତୋରି ଦାୟିତ୍ୱ ନେଉଥିବି। ତୋ ପାଖକୁ ଜମକୁ ବି ଆସିବାକୁ ଦେବିନି। ତୁ ସବୁବେଳେ ମୋରି ପୁଅ ହେଇ ରହିବୁ। ଏମିତି କହି ସେଠାରୁ ଚାଲିଗଲା। ସେଇ ଦିନଠାରୁ ବାଘୁଣୀ ବବୁଲୁର ଖ୍ୟାଲ ରଖେ। ତାକୁ ଦେଖା ନଦେଲେ ବି ଲୁଚି ରହି ତାର ଛାଇ ହେଇ ସବୁବେଳେ ତାକୁ ଘୋଡ଼େଇକି ରଖିଥାଏ।